ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର, ଭୁବନେଶ୍ୱର, ଓଡ଼ିଶାରୁ କହୁଛି। ଆଜି ଗୋଟେ ଟପିକ୍ ବିଷୟରେ କହିବି। ମୁଁ ତାପରେ ଆଗରୁ ଇଂରାଜୀରେ ଭିଡ଼ିଓ କରି ରଖିଛି। ସେ ହେଲା ଯେ କେଉଁ ଗ୍ରହ ଆପଣଙ୍କୁ ଜ୍ୟୋତିଷ କରିବ, ଆକୁ ନେଇକି ଗୋଟେ ବହୁତ ଚର୍ଚ୍ଚା ଏବଂ ତର୍ଜମା ଚାଲିଛି। ଯଦି ଆପଣ ଗୋଟେ ସିଷ୍ଟମେଟିକାଲି ଜ୍ୟୋତିଷ ପଢ଼ିଥାନ୍ତି, ଯେମିତିକି ସେ ସଂସ୍କୃତ ବିଶ୍ୱବିଦ୍ୟାଳୟ ହେଉ କିମ୍ବା କୌଣସି ଇନଷ୍ଟିଚ୍ୟୁଟ୍ରୁ ହେଉ, ନର୍ମାଲି ଆଇକାସ୍ କି ଭାରତୀୟ ବିଦ୍ୟାଭବନ ଯେଉଁଟା ଭଲ ଇନଷ୍ଟିଚ୍ୟୁଟ୍, ଏବଂ ଜ୍ୟୋତିଷର ବହି ପଢ଼ିଥାନ୍ତି, ତାହେଲେ ଆପଣଙ୍କର ଏ ଚର୍ଚ୍ଚା ତର୍ଜମା କିଛି ରହିବ ନାହିଁ। ଆପଣ ସିଧା ଉପସଂହାର ବା ଯେଉଁଟାକୁ କନକ୍ଲୁଜନ୍ ବୋଲି କୁହାଯାଏ, ସେଠି ସଠିକ୍ ରୂପେ ପହଞ୍ଚି ପାରିବେ। ଏଇ ୟୁଟ୍ୟୁବ୍ ଦେଖିକି ଜ୍ୟୋତିଷ ଶିଖିବା, ସେ ଟିକେ କ'ଣ କାହାଠୁ ଶୁଣିକି ଶୁଖିଦେବା, ଏମିତି ଯେଉଁ ଜ୍ୟୋତିଷ କଲେ ସବୁବେଳେ ତର୍ଜମାଟା ଭୁଲ ହେବ। ତେବେ ଛାଡ଼ନ୍ତୁ, ଆପଣ ନିଜେ ଚିନ୍ତା କରନ୍ତୁ ଯେ କେଉଁ ଗ୍ରହର ଉପସ୍ଥିତି ଆପଣଙ୍କୁ ଜ୍ୟୋତିଷ ବୋଲି ଦେଖାଏ। ଆଗ ଜ୍ୟୋତିଷ ହେବା ପାଇଁ କ'ଣ କ'ଣ ଦରକାର, ତାପରେ ତ ମୁଁ ଭିଡ଼ିଓ ଆଗରୁ କରି ରଖିଛି, କିନ୍ତୁ ଆଉ ଥରେ କହିଦେଉଛି। ପ୍ରଥମ ଜିନିଷ ହେଲା, ଗୋଟେ ଜ୍ୟୋତିଷ ହେବା ପାଇଁ ଆପଣଙ୍କର ଜ୍ଞାନ ପ୍ରତି ଆଗ୍ରହ ବା ଯେଉଁଟାକୁ ଜିଜ୍ଞାସା ବୋଲି କୁହାଯାଏ, ସେଇଟା ରହିବା ଉଚିତ। ଯଦି ଇଂଲିଶ ସେଟା କୁହାଯାଏ ଲର୍ଣ୍ଣିଂ ଆଟିଚ୍ୟୁଡ୍। ତେଣୁ ଆପଣ ଦେଖିବେ ଯେକୌଣସି ଗୋଟେ ଜ୍ୟୋତିଷ, ଆପଣ ଗୋଟେ ବି.ଭି. ରମନ କୁହନ୍ତୁ କିମ୍ବା କେ.ଏନ୍. ରାଓ କୁହନ୍ତୁ, ସେ ବହି ପଢ଼ୁଥିବେ। ଆପଣଙ୍କର ମାନେ ନୁହେଁ ଯେ ଆପଣ ଖାଲି ଗୋଟେ ଜ୍ୟୋତିଷ ବହି ପଢ଼ିଲେ କି ଇଏ କଲେ। ଇଭେନ୍ ଜଣେ ଆଷ୍ଟ୍ରୋଲୋଜର ଗୋଟେ କନଫରେନ୍ସରେ କହୁଥିଲେ ଯେ ଶାରଳା ମହାପାତ୍ରର ଜ୍ୟୋତିଷଟା କେମିତି ଅଛି, ସେଟାକୁ ଟିକେ ଦେଖନ୍ତୁ, ମୋତେ ରିକ୍ୱେଷ୍ଟ କରୁଥିଲେ। ମୁଁ କହିଲି ମୋର ତ ଆଜ୍ଞା ସେ ଶାରଳା ମହାପାତ୍ର ବୁଝିବାର, ମହାଭାରତ ବୁଝିବାର ସାମର୍ଥ୍ୟ ନାହିଁ, ତଥାପି ଦେଖିବା। ତ ଏଇ ଯେଉଁ ଜିଜ୍ଞାସାଟା ଆପଣଙ୍କୁ କେଉଁ ଗ୍ରହ ଦିଏ? ଜାତକରେ ସବୁବେଳେ ମନେ ରଖିଥାନ୍ତୁ, ଦୁଇଟି ଗ୍ରହ ଜାତକରେ ଆପଣଙ୍କୁ ପାଠ ପଢ଼ିବା ପ୍ରତି ଆଗ୍ରହ ଦିଅନ୍ତି। ଦୁଇଟି ଗ୍ରହ, ସେ ହେଲେ ବୃହସ୍ପତି ଆଉ ହେଲେ ଶୁକ୍ର। ମନେ ରଖିଥାନ୍ତୁ, ମୁଁ ରିପିଟ୍ କରୁଛି, ଦୁଇଟି ଗ୍ରହ ଆପଣଙ୍କର ଗୋଟେ ଜିନିଷକୁ ଜାଣିବା ପ୍ରତି ଇଚ୍ଛାଟା, ଆପଣ ହୁଏତ ସେଥିପାଇଁ ନ ଲେଖିପାରନ୍ତି, ମୋ ଭଳିଆ ଏତେ ବହି ଲେଖି ନ ପାରନ୍ତି, ନ ପଢ଼ିପାରନ୍ତି, ଜାଣିବାର ଇଚ୍ଛାଟା ସେ ଦୁଇଟି ଗ୍ରହ ଦେଇଥାନ୍ତି। ସେ ହେଲା ବୃହସ୍ପତି ଆଉ ଶୁକ୍ର। ଜିଜ୍ଞାସା ଯୋଗ ବୋଲି ଆଗରୁ ଭିଡ଼ିଓ କରିଛି କି ନାହିଁ ମନେ ପଡ଼ୁନି, ଇଂରାଜୀରେ କରିଥିବି। ଶୁକ୍ର ଜାତକରେ ଭଲ ଅଛି। ଆପଣ ଦେଖିବେ ସେ ଜ୍ୟୋତିଷ ଯିଏ ହେବେ, ସେ ବାସ୍ତୁ, ହସ୍ତରେଖା, କେପି, ନାଡ଼ି ସବୁ ମିଶିଯିବ। କିନ୍ତୁ ଗୋଟେ ବୃହସ୍ପତି ଭଲ ଥିବ, ସେ ୟୁନିଫାଏଡ଼ ହେଇକି ଯିବେ। ଯଦି ଜଣ ହେଲେ ଗୁରୁ, ଆପଣଙ୍କର ଯେଉଁ ସାତ୍ତ୍ୱିକ ଜୀବନ ପାଇଁ, ପଢ଼ିବା ପାଇଁ, ଜ୍ଞାନ ପ୍ରତି ଆଗ୍ରହଟା ସଦାସର୍ବଦା ରହିବା ପାଇଁ, ଏ ଦୁଇଟି ଗ୍ରହ ଜାତକରେ ଆବଶ୍ୟକତା ରହିଛି। କ'ଣ କେମିତି ଆବଶ୍ୟକ ରହିବ? କ'ଣ ଯେଉଁଠି ବସିଗଲେ ହେଇଯିବ? ନା, ଲଗ୍ନ, ଅଷ୍ଟମ ଭାବ, କିଛି ମାତ୍ରାରେ ଦଶମ ଭାବ ଆଉ ଏକାଦଶ ଭାବ, ଯଦି ଏଇ ଭାବରେ ବୃହସ୍ପତି ଶୁକ୍ର ଅବସ୍ଥାପନ କରୁଥାନ୍ତି, ଯୁକ୍ତି ହେଲେ ତ ଆହୁରି ଭଲ, ତାହେଲେ ଆପଣଙ୍କର ଗୋଟେ ଏଇ ଜିନିଷଟା ଆସିଲା ପଢ଼ିବା ଶିଖିବା। ବହୁତ ଲୋକ କୁହନ୍ତି ଯେ ଜ୍ୟୋତିଷରେ କାଲକୁଲେସନ୍ଟା ଦରକାର ସାର୍, ଆମେ ଗଣନାଟା କେମିତି କରିବା? ମୁଁ ନିଜ ଅଭିଜ୍ଞତାରୁ କହୁଛି, ଆପଣ ଯଦି ଏବେ ମୋତେ କହିବେ ସାର୍ ଆପଣ ଗୋଟେ ଜାତକଟି ସାଙ୍ଗେ ସାଙ୍ଗେ ହାତରେ ବନେଇକି ଦେଲେ, ମୁଁ କରିପାରିବିନି। ନା, କରିପାରିବି, ମୋତେ ଟାଇମ୍ ଲାଗିବ। କିନ୍ତୁ ଏଇ ଜିନିଷଟା ଆଗରୁ 20 ବର୍ଷ କି 30 ବର୍ଷ ତଳେ ଯଦି ମୁଁ କରୁଥାନ୍ତି, ମୁଁ ସାଙ୍ଗେ ସାଙ୍ଗେ କରି ପକାଉଥାନ୍ତି। ତା କାରଣ କ'ଣ ଜାଣିଛନ୍ତି? ଆମେ ସଫ୍ଟୱେୟାର ଅଧୀନସ୍ଥ ହେଇଗଲୁଣି। ମନେ ଅଛି 1993 ମସିହାରେ ଯେତେବେଳେ କେ.ଏନ୍. ରାଓ ୟୁଏସ୍ ଯାଇଥିଲେ, ସେ ଲେକ୍ଚରରେ କହୁଥିଲେ ଯେ ୟୁଏସ୍ର ସବୁଠୁ ବଡ଼ ପ୍ରୋବ୍ଲେମ୍ ହେଲେ କି ସେମାନେ ସଫ୍ଟୱେୟାର ୟୁଜ୍ କରୁଛନ୍ତି। ସଫ୍ଟୱେୟାର ୟୁଜ୍ କଲେ କ'ଣ ହେବ? ଆପଣଙ୍କର ଗଣନାର ଇଏଟା କମିଯିବ। କିନ୍ତୁ ତାର ଗୋଟେ ଆଡ଼ଭାଣ୍ଟେଜ୍ ହେଲା କି ଆପଣ ଗଣନାଟାକୁ ଏତେ ସମୟ ଯେଉଁ ଲାଗିବ, ସେ ଲାଗିବା ଦରକାର ନାହିଁ। ଆପଣ ଇଣ୍ଟରପ୍ରିଟେସନ୍ କରିବାକୁ ବହୁତ ଗୁଡ଼ିଏ ଜିନିଷ ମିଳିଯିବ। ସଡ଼ବଳ ହାତରେ ଆପଣ କାଲକୁଲେସନ୍ କରିପାରିବେନି। ତେବେ ସେ ଯାହା ବି ହେଉ ନା କାହିଁକି, କହିବାର ଉଦ୍ଦେଶ୍ୟ ହେଲା
ଜ୍ୟୋତିଷ ପାଇଁ ଆଜିକା ଦିନରେ ବିଶେଷ ଆବଶ୍ୟକତା ନାହିଁ। ବିଶେଷ ନାହିଁ ଅଛି, କିନ୍ତୁ ବିଶେଷ ନାହିଁ। ଯଦି ହେଇଗଲା ତାହେଲେ ଆପଣ ମୋ ଭଳିଆ ଟିକେ ଲେଖାଲେଖି କରିବେ, ଭଲ କହିପାରିବେ। ତ ଇଏ ହେଲା ଆପଣଙ୍କର ପ୍ରଥମ ଗ୍ରହ। ଲୋକ ଯେତେବେଳେ ମୁଁ ଭିଡ଼ିଓଟି ଇଂରାଜୀରେ କରିଥିଲି, ବହୁତ ଗୁଡ଼ିଏ ଲୋକ ବହୁତ କଥା କହିଲେ ସାର୍ ସୂର୍ଯ୍ୟ ବି ଦରକାର, ସୂର୍ଯ୍ୟ ଜ୍ୟୋତିଷ, ଶନି ବି ଦରକାର। ସବୁବେଳେ ମନେ ରଖିଥାନ୍ତୁ, ଆପଣ ପ୍ରାଇମେରୀ ପ୍ଲାନେଟ୍ ସବୁବେଳେ ଦେଖିବେ। ସେକେଣ୍ଡ ହେଲା ଆକ୍ସିଲାରୀ, ମୁଖ୍ୟ ଗ୍ରହ କ'ଣ ଆଉ ତାକୁ ସହାୟକ କରୁଥିବା ଗ୍ରହଟି କ'ଣ। ଆପଣ ସହାୟକ କରିବା ଗ୍ରହଟାକୁ ମୁଖ୍ୟ କହିପାରିବେନି। ଆପଣ ହେଲେ ବସୁଛନ୍ତି, ମୋ ଆଖିରୁ ଚଷମାଟା ଖସି ପଡ଼ିଲା, ସେଇଟା ଚଷମାରେ କ'ଣ ଦୋଷ ଅଛି ନା? ଆଉ ମୁଁ ଯଦି କହିବି ନାହିଁ ପବନ ଯୋଗୁଁ ଭାଙ୍ଗିଲା, ସେଇଟା ଗୋଟେ ଆକ୍ସିଲାରୀ କଜ୍ ହେଇପାରେ, କିନ୍ତୁ ପ୍ରାଇମେରୀ କଜ୍ ନୁହେଁ। ଯଦି ଆପଣ ଫିଲୋସଫି ପଢ଼ିଥିବେ ତାହେଲେ ପ୍ରାଇମେରୀ କଜ୍ ଆଉ ଆକ୍ସିଲାରୀ କଜ୍ କେମିତି ଡିଫାଇନ୍ କରାଯାଏ ଜାଣିପାରିଥିବେ, ବା ଭାରତୀୟ ଦର୍ଶନ। ତେବେ ଏଇ ଗ୍ରହ ଆପଣ ଦେଖିଲେ, ଆପଣଙ୍କର ନା ଶୁକ୍ରଟା ଆପଣଙ୍କର ବଢ଼େ। ମୋ କଥା ମାନନ୍ତୁ, ଯେତିକି ଆଜିକାଲି ଏଟା ସୌଖିନ ଜ୍ୟୋତିଷ ଅଛନ୍ତି, ସାର୍ मैं भी ज्योतिष में थोड़ा क्या शौक रखता हूँ। क्यों रखते हैं भाई, କ'ଣ ପାଇଁ ରଖିବେ ତାକୁ? ଆଚ୍ଛା ଲଗ୍ ରହା है। ମାନେ ମୁଁ ଏଇ ଜିନିଷ କହୁଛି କାରଣ ଏଇଭଳିଆ ଏକ୍ଜାକ୍ଟ ମୁଁ ଇଣ୍ଟରାକ୍ଟ କରୁଥିଲି। ଅହମ୍ମଦାବାଦରେ ଜଣେ ଜ୍ୟୋତିଷ ଥିଲେ, ମୁଁ ଭଲ କି ରାଗିଲେ ବି ଏବଂ ସେ ଏଇ କଥା ମୋତେ କହୁଥିଲେ। ତାପରେ ସେ କହିଲେ ଆପଣ ଠିକ୍ କହୁଛନ୍ତି ସାର୍, ମୁଁ ଯେଉଁଠି ଶିଖାଶିଖି ଆରମ୍ଭ କଲିଣି ମୁଁ ଟିକେ ନିଜର ଅଧୋଗତି ବି ହେଉଛି। ତେଣୁ ଯେଉଁ ସୌଖିନ ଜ୍ୟୋତିଷ ଯାଆନ୍ତି କି, ସେ ହେଲା ବେସିକାଲି ଶୁକ୍ର। ଶୁକ୍ର ଯଦି ଜାତକରେ ଭଲ ଅଛି, ସେ ଗୋଟେ ସୌଖିନିଆ ତଳ ପାଖରେ ଜ୍ୟୋତିଷ ହେବେନି। ସେ ଇଏ ଜ୍ଞାନ ଟିକେ, ସେ ଜ୍ଞାନ ଟିକେ ସେ ନେବ। ଶୁକ୍ରର କାମ ସେ। ମଲ୍ଟି ଡିସିପ୍ଲିନାରୀ ନଲେଜ ହେଲା ଶୁକ୍ର, ଡିସିପ୍ଲିନାରୀ ନଲେଜ ବୃହସ୍ପତି। ଇଏ ହେଲା ଗଲା ଗୋଟେ ଜିନିଷ, ଜ୍ଞାନ ସାଇଡ଼ଟା। ଏବେ ଆମେ ଆସିବା ଧ୍ୟାନ ଆଗକୁ। ଧ୍ୟାନ ଜ୍ୟୋତିଷ କରୁଛନ୍ତି, ତାହେଲେ ଆପଣଙ୍କର ଗୋଟେ ଜୀବନଶୈଳୀର ଗୋଟେ ଚର୍ଚ୍ଚା ରହିବା ଉଚିତ। ଆପଣ ଅନ୍ୟମାନଙ୍କ ଭଳିଆ ସକାଳୁ ଉଠି ଟିକେ କ୍ଷୀର ପାଇଁ ଯିବା, ଆସିକି ତାପରେ ଘରେ ବାସନ ମାଜିବା, ଯେମିତି ଗୋଟେ ଯେକୌଣସି ସାଂସାରିକ ଲୋକ ବଞ୍ଚୁଛି ସେଭଳିଆ ଶୈଳୀରେ ଯଦି ଆପଣ ଜ୍ୟୋତିଷ କରନ୍ତି, ତାହେଲେ ସେଟା ଜ୍ୟୋତିଷର ଅବମାନନା ଏବଂ ଆପଣ କରିବା ଉଚିତ ନୁହେଁ। ମୁଁ କହୁନି ଆପଣ ଏଇଟା କରିବେନି, ଆପଣ କରନ୍ତୁ, କିନ୍ତୁ ତା ଗୋଟେ ସମୟ ଅଛି। ଆପଣ ସକାଳୁ ଉଠି, ମୋ ଭଳିଆ ଏତେ ସକାଳୁ ଉଠିବା ଦରକାର ନାହିଁ, 2:30 3ଟା ଉଠିବା ଦରକାର ନାହିଁ। ଆପଣ ସକାଳ 4ଟା 5:30 ବେଳକୁ ଉଠିକି ଆପଣ ଆଗେ ଗାଧେଇ ପାଧେଇ ଆପଣ ଯେଉଁ ଦେବୀଙ୍କୁ ପୂଜା କରୁଛନ୍ତି ବା ଯେଉଁ ଦେବତାଙ୍କୁ ପୂଜା କରୁଛନ୍ତି, ଏଇଟା ଆଗ ଦରକାର। ବିନା ଇଷ୍ଟଙ୍କର କୃପାରେ ଆପଣ ଜ୍ୟୋତିଷ ହେଇପାରିବେ ନାହିଁ। ଇଷ୍ଟ କିଏ? ଯେଉଁ ଦେବତା ଆପଣ ଭଲ ଲାଗିଲେ। ଆଉ ମୋତେ ସମସ୍ତେ କହନ୍ତି ସାର୍ ଆପଣ ଇସ୍କନ ବାଲା, ଆଉ ତିଳକ ଲଗାଉଛନ୍ତି ଧଳା। ମୁଁ କହିଲି ନାହିଁ, ମୁଁ କଳା ଟାଇପ୍ ପକାଉଛି, ଆପଣଙ୍କୁ ଦେଖାଉନି କି? ଇଏ ଆମର ସଦ୍ଗୁରୁ ବା ଇଶା ଫାଉଣ୍ଡେସନ୍, ଆମର ଏଇଟା ହେଲା ଗେଟଅପ୍। ତିଳକଟା ଏଠି ଲାଗିବ, ବେକ ତଳେ ଲାଗିବ, ଆଉ ଆମେ ଗୋଟେ ଅଙ୍ଗବସ୍ତ୍ର ଏମିତି ପକେଇବୁ। ତ ଆମେ ଶିବ ବାଲା ଆଜ୍ଞା, କୌଣସି ଦେବତାଙ୍କୁ ମୁଁ ପ୍ରମୋଟ୍ କରୁନାହିଁ କି ତଳକୁ କହୁନି, ମୋତେ ଭୁଲ ବୁଝିବେନି। ତେବେ ସେ ଯାହା ବି ହଉ, ମୁଁ ଆପଣ ଗୋଟେ ଭିଡ଼ିଓ ବି କରିଛି ମୋର ଗେଟଅପ୍ ବିଷୟରେ, କାରଣ ବହୁତ କଣ୍ଟ୍ରୋଭର୍ସି ହେଇଥିଲା ମଝିରେ। ତ ସେଇଟା ଆପଣ କରିବେ। ସେଇଟା କରିସାରିଲା ପରେ ଆପଣ ପାଞ୍ଜି ଆଗ ଦେଖିବେ ଆଜି କ'ଣ ତିଥି ନକ୍ଷତ୍ର ଅଛି, ତାପରେ କିଛି ଅଧ୍ୟୟନ କରିବେ, ଯେଉଁଟା କୁହାଯାଏ ଶ୍ରଦ୍ଧା। ଯେ ପରାଶର କ'ଣ ଲେଖିଛନ୍ତି, ଇଏ କ'ଣ ଲେଖିଛନ୍ତି, ଆମର ଜୈମିନୀ କ'ଣ, କିଛି ଗୋଟେ ପଢ଼ିବେ, 1 2 ଘଣ୍ଟା 3 ଘଣ୍ଟା ପଢ଼ିବେ। ସେ ଗୋଟିଏ ବହିକି 6 ଥର ପଢ଼ିବା ଦରକାର ନାହିଁ। ଆମେ ଯେଉଁ କହନ୍ତି ଯେ ଚଣ୍ଡୀପାଠ ଆମେ କରିବୁ, ସେଗୁଡ଼ା ହେଲେ କର୍ମକାଣ୍ଡ ନନାଙ୍କର କାମ। ସେମାନଙ୍କ ଚଣ୍ଡୀପାଠଟା ମନେ ରହିବା ଉଚିତ। ତ ଡେଲି ଚଣ୍ଡୀ ପଢ଼ିବେ। ଜ୍ୟୋତିଷର ଦରକାର ନାହିଁ। ଜ୍ୟୋତିଷରେ ଆମେ କ'ଣ ସବୁ ନୂଆ ନୂଆ କ୍ଲାସିକ୍ସରେ ଲେଖା ହେଇଛି, କ'ଣ ନୂଆ ନୂଆ ରିସର୍ଚ୍ଚ ହେଇଛି, ପଢ଼ିବାକୁ ପଡ଼ିବ। ଜ୍ୟୋତିଷ ହେଲା ଗୋଟିଏ ଯିଏକି ସମ୍ପୂର୍ଣ୍ଣ ବେଦିକ ସାଇନ୍ସ, ବା ଯେଉଁଗୁଡ଼ା ଆପଣ ଯୋଗ କୁହନ୍ତୁ, ଆପଣଙ୍କର ତନ୍ତ୍ରମନ୍ତ୍ର କୁହନ୍ତୁ, ଆପଣଙ୍କର ହସ୍ତରେଖା କୁହନ୍ତୁ, ଏସବୁ ଜ୍ୟୋତିଷ ହେଲା ଗୋଟିଏ ଯେଉଁଥିରେ ଆପଣଙ୍କୁ ପଢ଼ିବାକୁ ପଡ଼ିବ। ସେଇଥିଲାଗି ଜ୍ୟୋତିଷଟାକୁ UGCରେ ଆପ୍ରୁଭ୍ କରାହେଇଛି। ଏବଂ ମୁଁ ଭାରି ଖୁସି, ଭେଲ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଚେନ୍ନାଇରେ ଆପଣ ମାରିବେ ନା, ଗୋଟେ ୟୁନିଭର୍ସିଟିଟା, ସେଥିରେ ଜ୍ୟୋତିଷ ଡିପାର୍ଟମେଣ୍ଟ ଅଛି। ସେଥିରେ ଯେ ହେଡ଼୍ ଅଛନ୍ତି ଜ୍ୟୋତି ମଲାନୀ, ଲେଡ଼ିଜ୍ ଜଣେ, ମୋତେ ପର୍ସନାଲି ଜାଣିଛନ୍ତି ଯେହେତୁ ବହି ଲେଖେ। ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପଢ଼ା ହେଉଛି କ'ଣ? ଜ୍ୟୋତିଷ। ଚେନ୍ନାଇ ଗୋଟେ ଭଲ ଇନଷ୍ଟିଚ୍ୟୁଟ୍, ମାନେ ପିଲାମାନେ ଯେଉଁମାନେ ଭଲ NIT IIT ପାଉନାହାନ୍ତି ପଢ଼ୁଛନ୍ତି, କିନ୍ତୁ ଜ୍ୟୋତିଷ ପଢ଼ା ହେଉଛି। କାହିଁକି? UGCରେ ଆପ୍ରୁଭ୍। ଜ୍ୟୋତିଷରେ BA, MA ମୁଁ ଜାଣିନଥିଲି, ଏବେ ଜାଣିଲି, ସେଇଥିଲାଗି କହି ରଖୁଛି।
ତେଣୁ ଆପଣ ସ୍ୱାଧ୍ୟାୟ କରିବେ। ସ୍ୱାଧ୍ୟାୟ କରିସାରିଲା ପରେ କ'ଣ ଦରକାର? ଫଳାଦେଶ। ଯଦି ଜାତକ ଦେଖିବାର ଅଛି ଗୋଟେ ଦେଖନ୍ତୁ। ଏପର୍ଯ୍ୟନ୍ତ ସକାଳୁ ଆପଣ ଭୋକରେ ଅଛନ୍ତି, ଖାଇନାହାନ୍ତି, ଖାଇବେ ଯାଇକି ବହୁତ ପରେ। ତ ଏଇ ଯେଉଁ ସାଧନା, এই ସାଧନାଟାକୁ ଯଦି ଆପଣ ଯୋଗିକ ସାଧନା କରୁଛନ୍ତି, ମୋ ଭଳିଆ ଯୋଗ, ତାହେଲେ ସେଥିପାଇଁ ଆପଣଙ୍କର ଆବଶ୍ୟକତା ହେଲା କେତୁ। ଯଦି ଆପଣ ତନ୍ତ୍ର ସାଧନା କରୁଛନ୍ତି, କୌଣସି ଦେବୀ ସକାଳୁ ଉଠିକି ସେ ଲେମ୍ବୁ ଗୋଟେ କାଟିକି ବଳିଦେବା, କି ପାଣି କଖାରୁ ଗୋଟେ ବଳିଦେବା, ଗୋଟେ ତ୍ରିପୁରା ସୁନ୍ଦରୀ ଯନ୍ତ୍ର ଗଠନ କରି ତାକୁ ପୂଜା କରିବା, ସେଥିପାଇଁ ଆବଶ୍ୟକତା ରହିଛି ରାହୁ। ଯଦି ଆପଣ ବେଦିକ ଉପାସନା କରୁଛନ୍ତି, ମନ୍ତ୍ର ଉଚ୍ଚାରଣ କରୁଛନ୍ତି, ସେଇ ଯେମିତି ଆମେ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁ, ସେଥିପାଇଁ ଆବଶ୍ୟକତା ହେଲେ ବୃହସ୍ପତି। ତ ଏଇସବୁ ଜିନିଷ ପାଇଁ ଆପଣଙ୍କ ଯେଉଁଟା ଭଲ ଥିବା ଭିତରେ ଆପଣ ସେଇ ଅନୁସାରେ ହେବେ। କିନ୍ତୁ ପ୍ରଥମ ହେଲା ପଢ଼ିବା ଦରକାର। ଆପଣ ଖାଲି ତାନ୍ତ୍ରିକ ମାନ୍ତ୍ରିକ ହେଇକି ଜ୍ୟୋତିଷ ଅଧଖଣ୍ଡିଆ ହେଇଯିବେ। ଫଳାଦେଶ ବିଭିନ୍ନ ମାଧ୍ୟମରେ ହେଇଯାଏ। ମୁଁ କୌଣସି ତନ୍ତ୍ରମନ୍ତ୍ର ପୂଜା ମାନେ ପ୍ରଚାର କରୁନାହିଁ, କିନ୍ତୁ ଏବେ ଆପଣ ଦେଖିବେ ୟୁଟ୍ୟୁବରେ ସବୁ କର୍ଣ୍ଣ ପିଶାଚୀ ସାଧନା ଯେଉଁଟା କୁହାଯାଏ। ଗୋଟେ ପ୍ରେତଟେ ଯେତେବେଳେ ଆପଣ ତାକୁ ନିଜ କବଳକୁ ଆଣିବେ, ସିଏ ଆପଣଙ୍କୁ ବହୁତ ଗୁଡ଼ିଏ ଜିନିଷ କହିଦେବେ। ମନେ ରଖିଥାନ୍ତୁ, ଶ୍ରୀମଲି, ପୁରା ନାଁଟା ମନେ ପଡ଼ୁନି, ଶ୍ରୀମଲି ତାଙ୍କ ନାଁ। ସେ ଗୋଟେ ପ୍ରାକ୍ଟିକାଲ ପାମିଷ୍ଟ୍ରି ବୋଲି ବହି ଲେଖିଛନ୍ତି, ଯାହାଙ୍କର ଷ୍ଟୁଡେଣ୍ଟ ଥିଲେ ଖେରୋ, ଯାହାପରେ ରାଧେଶ୍ୟାମ ସିନେମାଟା ହେଇଛି। ସିଏ କହିଛନ୍ତି ଯେ ଆପଣ ଯଦି ସାତ ସାଧନା କରୁଛନ୍ତି ବା ହସ୍ତରେଖା, ଆପଣଙ୍କର ଗୋଟେ କର୍ଣ୍ଣ ପିଶାଚୀ ସାଧନା ଆବଶ୍ୟକତା ରହିଛି। କାରଣ ବହୁତ ଗୁଡ଼ିଏ ଜିନିଷ ସେ ପିଶାଚ କହିଦେବ, ଆପଣ ପଢ଼ିବା କ'ଣ ଦରକାର? ମୋ କଥା ବୁଝନ୍ତୁ। ସେସବୁ ଜିନିଷ ଯଦି ନାହିଁ, ଆପଣ ବିଦ୍ୟାକୁ ଇଏ କରୁଛନ୍ତି, ସେସବୁ ଜିନିଷର ଆବଶ୍ୟକତା କିଛି ନାହିଁ। ମୁଁ କିଛି ପ୍ରମୋଟ କରୁନାହିଁ କି ଏସବୁ ଜିନିଷ ସେ କର୍ଣ୍ଣ ପିଶାଚୀ, ନାକ ପିଶାଚୀ କିଛି ନାହିଁ। ଯେଉଁଟା ମୁଁ ଆପଣଙ୍କୁ ଅଥେଣ୍ଟିକ୍ ସୋର୍ସ ଦେଇକି କହିଲି, କ୍ଷୀର ବି ଏସବୁ ସାଧନା କରିଥିଲେ ବୋଲି ଜଣାଯାଏ, ଯେଉଁଥିପାଇଁ କି ତାଙ୍କ ଶେଷ ଜୀବନ ଭାରି ଦୟନୀୟ ହେଇଥିଲା। କାରଣ ବାମ ମାର୍ଗ ତନ୍ତ୍ର ଟିକେ ସେଇଭଳିଆ କୁଫଳ ଦିଏ, ଦକ୍ଷିଣ ମାର୍ଗରେ ନୁହେଁ। ତନ୍ତ୍ର ମାନେ ଏଠି ମୁଁ ବ୍ଲାକ୍ ମ୍ୟାଜିକ୍ କହୁନି, ତନ୍ତ୍ର ମାନେ କିଛି ଗୋଟେ ଟେକ୍ନିକ୍, ଯେମିତି ଆମର ଆଗମ କି ନିଗମ ଶାସ୍ତ୍ରରେ ଲେଖା ହେଇଛି। ତେବେ ସେ ଛାଡ଼ନ୍ତୁ। କିନ୍ତୁ ଯଦି ଆପଣ ପଢ଼ିକି ମୋ ଭଳିଆ ଜ୍ୟୋତିଷ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଇଁ ଦରକାର ବୃହସ୍ପତି ନହେଲେ ଶୁକ୍ର। ଏଠି ମୁଁ ବିଶେଷ ଫୋକସ୍ ଦେବି ବୃହସ୍ପତିକି, କାରଣ ଶୁକ୍ର ଆପଣଙ୍କୁ ଗୋଟେ ସୌକିନିଆ ଜ୍ୟୋତିଷ କରିବ, ବହୁତ ଡିପ୍ ନେଇପାରିବ ନାହିଁ। ଆଉ ଗୋଟେ ଷ୍ଟେପ୍ ଯାଇ କହି ରଖୁଛି, ଯଦି ଆପଣ ରିସର୍ଚ୍ଚ କରିବାକୁ ଚାହୁଁଛନ୍ତି ଜ୍ୟୋତିଷରେ, ଯେକୌଣସି ସବଜେକ୍ଟରେ ରିସର୍ଚ୍ଚଟା ହେଲା ଶନି। କାରଣ ରିସର୍ଚ୍ଚ ହେଲା ସ୍ଲୋ ଆଉ ଷ୍ଟେଡ଼ି, ଧୀର ପାଣି। ଆପଣ କ'ଣ ଗୋଟେ ଦିନ ବହି ଲେଖିଦେବେ କି? ଆପଣ କିଛି ଦିନ ବହି ପଢ଼ିବେ, ତାପରେ ଗୋଟେ ଆଇଡ଼ିଆଟାକୁ କନସେପ୍ଚୁଆଲାଇଜ୍ କରିବେ, ନା ମୁଁ ଆ ଉପରେ ଲେଖିବି। ଯେଉଁ ବିଷୟ ଉପରେ ଲେଖିବେ ତା ଉପରେ ପୁଣି ବହି କିଣିବେ, ତାପରେ ପୁଣି ପଢ଼ିବେ, ତାକୁ ପୁଣି ଚାର୍ଟରେ ଆପ୍ଲାଏ କରିବେ। ଏସବୁ ଜିନିଷ ହେଲା ଭଳିଆ ତାପରେ ଗୋଟେ ବହି ଲେଖିବେ। ମୁଁ ଯେମିତି ବହିରେ ଲେଖୁଛି, ଯେଉଁ ପଦ୍ଧତିରେ ଲେଖୁଛି ମୁଁ କହୁଛି। ତେଣୁ ଯଦି ରିସର୍ଚ୍ଚ, ଯଦି ଶନି ଅଛି ତାହେଲେ ରିସର୍ଚ୍ଚ ହେବ, ଯଦି ଶନି ନାହିଁ ରିସର୍ଚ୍ଚ ହେବନି। କିନ୍ତୁ ମୁଖ୍ୟତଃ ରହିଗଲେ ସେଠି ବୃହସ୍ପତି ଆଉ କିଛି ମାତ୍ରାରେ ବୁଧ। କାରଣ ବୁଧ ଆପଣଙ୍କୁ କହିବାରେ ସାହାଯ୍ୟ କରେ। ଆଉ ଫଳାଦେଶ ବେଳେ ଯେଉଁ ଇଣ୍ଟୁଇସନ୍ଟା ଦରକାର, ଯଦିଓ ଆଜିକା ଦିନରେ ଇଣ୍ଟୁଇସନ୍ର ପ୍ରଭାବଟା ବହୁତ କମିଗଲାଣି। କାରଣ ଆଗ ଭଳିଆ ଆମ ଭଳିଆ ଆଉ ଏବେ ଜାତକ ଗୋଟେ ସଫ୍ଟୱେୟାର ଖୋଲିଦେଲେ ଆପଣଙ୍କ ପାଖରେ 100 ପେଜ ଜାତକ ଆସିଯାଉଛି, ଆପଣ ସବୁ ଜିନିଷ କାଲକୁଲେସନ୍ ଇଣ୍ଟରଭେନ୍ସନ୍ କରିଦେବେ। ଆଗକୁ ନଥିଲା ସେମିତି। ଆଗକୁ ଗୋଟେ ଲୋକ ଖାଲି ନବାଂଶ ଆଉ ଦେଖୁଥିଲା, ଷଡ଼ବଟାକୁ ତାକୁ ଭାବି ନା ହେଇଯିବ। ଇଣ୍ଟୁଇସନ୍ ପାଇଁ ବି ଶନି ଦରକାର, ଯଦିଓ ଆଜିକା ଦିନରେ ବିଶେଷ ଆବଶ୍ୟକତା ନାହିଁ। ଆଉ ଯଦି ଆପଣ ଯୋଗ କି ତନ୍ତ୍ର ମନ୍ତ୍ର ଯାହା ବି ଗୋଟେ କରୁଛନ୍ତି, କାରଣ ଆପଣଙ୍କର ଧ୍ୟାନ ଆଉ ଜ୍ଞାନଟା ମୁଁ କହିଦେଲି, ଧ୍ୟାନଟା କିଛି ବି ହେଇପାରେ, ସେ ଯୋଗ ମନ୍ତ୍ର ତନ୍ତ୍ର, ଆପଣ ଅଟୋମେଟିକାଲି ସେଟା ଆସିବ। ତ ଆପଣ କହିବେ ସାର୍ ଲାଇଫ୍ଟା ଡିସିପ୍ଲିନ୍ କରିବା ପାଇଁ ସୂର୍ଯ୍ୟ ଦରକାର। ଛାଡ଼ନ୍ତୁ, ଏତେ ଗ୍ରହକୁ ମିଶାଇବା ଦରକାର ନାହିଁ। ବିଶେଷତଃ ବୃହସ୍ପତି, କିଛି ମାତ୍ରାରେ ବୁଧ, ତାପରେ ଯଦି ଆପଣଙ୍କର ସେ କେତୁ ରାହୁ ଏମାନେ ଷ୍ଟ୍ରଙ୍ଗ ଅଛନ୍ତି, ତାହେଲେ ଆପଣ ଧ୍ୟାନ କିମ୍ବା ତନ୍ତ୍ରମନ୍ତ୍ରରେ ଯିବେ। ବାକି ଯେଉଁ ଗ୍ରହଗୁଡ଼ା ରହିଲେ ମଙ୍ଗଳ, ସୂର୍ଯ୍ୟ, ଏଗୁଡ଼ା ଆପଣଙ୍କ ପାଇଁ ଜ୍ୟୋତିଷ ପାଇଁ ଟିକେ ବେଶୀ ଭଲ ନୁହେଁ। ବହୁତ ଗୁଡ଼ିଏ ଲୋକ ଆକୁ କନଫ୍ୟୁଜ୍ କରି କହିଦିଅନ୍ତି ମଙ୍ଗଳ ବି ଜ୍ୟୋତିଷ ଦେବ। ଆଉ ସେମିତି ଦେଖିବାକୁ ଗଲେ ସବୁ ଗ୍ରହ କିଛି ନା କିଛି ଦେବେ। ତ
ତାମାନେ କ'ଣ ଆପଣ ମୁଖ୍ୟ ଗ୍ରହ ଯଦି ଆମେ କହିବା ତାହେଲେ ବୃହସ୍ପତି ଆଉ କିଛି ମାତ୍ରାରେ ବୁଧ। ଶନି ଯଦି ଅଛି ରିସର୍ଚ୍ଚ ଭଲ ହେଲା। ସେଥିଲାଗି ଯେଉଁମାନଙ୍କର ଏ ରାହୁ କେତୁ ଭଲ ନଥିବେ, ଯେଉଁମାନଙ୍କର ବୃହସ୍ପତିଟା ବହୁତ ଷ୍ଟ୍ରଙ୍ଗ ନଥିବ, ସେମାନେ ଗୋଟେ ଆକାଡେମିକ୍ ଜ୍ୟୋତିଷ ହେଇକି ରହିଯିବେ। ଯେଉଁଟାକି ମୁଁ ଇନିସିଆଲି ହେଇଥିଲି, ପରେ ଖାଲି ପଢ଼ୁଥିଲି, ତାପରେ ନାଇଁ କ୍ଷମା କରିବେ, ମୁଁ ତ ଆଗ ସାଧନା ହିଁ କରୁଥିଲି, ତାପରେ ଜ୍ୟୋତିଷ ଶିଖିଛି। କିନ୍ତୁ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଇନିସିଆଲ ଜ୍ୟୋତିଷଟାକୁ ଗୋଟେ ପାଠ ହିସାବରେ ଖାଲି ଆରମ୍ଭ କରନ୍ତି। ବସିକି ସେ ଚାହା ଦୋକାନରେ ବସିକି ସିଗାରେଟ୍ ପିଉଥିବେ, ଗୋଟେ ଟି ସାର୍ଟ ପିନ୍ଧିକି ଚଷମା ଲଗେଇ ଜ୍ୟୋତିଷଟାକୁ ଆଷ୍ଟ୍ରୋଟକ୍ ଫକ୍ରେ ସବୁ ବାହାରୁଛନ୍ତି, ଆପଣ ଦେଖୁଛନ୍ତି। ତ ସେଇଭଳିଆ ଜ୍ୟୋତିଷ ବିଶେଷତଃ ଶୁକ୍ରଙ୍କର କାରକତ୍ୱ, ବୃହସ୍ପତି କେତୁ ଆପଣଙ୍କର ଧ୍ୟାନ ଆଉ ଜ୍ଞାନକୁ ଦର୍ଶାଏ, ଜ୍ଞାନ ଆଉ ତନ୍ତ୍ରକୁ ଦର୍ଶାଏ। ବୃହସ୍ପତି ରାହୁ ଜାତକରେ ଯଦି ଯୁକ୍ତ ହୋଇକି ଅଷ୍ଟମ ଯେଉଁ ଭାବ କହିଲି, ଗୁରୁଚଣ୍ଡାଳ ଗୋଟେ ଭଲ, ଗୁରୁଚଣ୍ଡାଳ ରାହୁ କେତୁ ଯୋଗଟା ଗୋଟେ ଭଲ ଜ୍ୟୋତିଷ ହେବା ପାଇଁ ସାହାଯ୍ୟ କରେ। ଯଦି ନାହିଁ ତାହେଲେ ଖାଲି ଆପଣ ଆକାଡେମିକ୍ ରହିଯିବେ। ଯଦି ବୃହସ୍ପତି ବୁଧ ନାହାନ୍ତି ଆଉ ଏ କେତୁ ରାହୁ ଭଲ ଅଛନ୍ତି, ଆପଣ ଟିକେ ଅଧିକ ତନ୍ତ୍ରମନ୍ତ୍ର ଆଡ଼କୁ ପଳାଇବେ। ଦୁଇଟା ଜାଗା ଜ୍ୟୋତିଷ କରିବେ, ତେଣୁ କେଉଁ କମ୍ବିନେସନ୍। କିନ୍ତୁ ପ୍ରାଇମେରୀ ମୁଁ ଆପଣଙ୍କୁ ଯେଉଁ ଜିନିଷଟା କହି ରଖୁଛି, ଯଦି ଆପଣ ଜ୍ୟୋତିଷ ପଢ଼ୁଛନ୍ତି, ଅଗାଧ ସାଗର ଭଳିଆ ବହି ଅଛି, ବିଭିନ୍ନ ପ୍ରକାର ଜିନିଷ ଲେଖା ହେଇଛି। ପାଠ ନ ପଢ଼ିଲେ ଜ୍ୟୋତିଷ ହେବନି। ମୁଁ ଅପେକ୍ଷା କରିଛି କେଉଁଦିନ ପିଲାମାନେ ଯେଉଁମାନେ ଆଜିକା ଡେଟ୍ରେ ଆର୍ଟ୍ସ ପଢ଼ୁଛନ୍ତି କି କମର୍ସ ପଢ଼ୁଛନ୍ତି, ଛାଡ଼ନ୍ତୁ, ଯେଉଁମାନେ ତ IIT ଫାଇଆଇଟିରେ ପଢ଼ୁଛନ୍ତି ସେମାନଙ୍କର ଅବଜେକ୍ଟିଭ୍ ଅଲଗା ରହୁଛି ଲାଇଫ୍ର, ବହୁତ ପଇସା ରୋଜଗାର କରିବା, ଇଏ କରିବା। କିନ୍ତୁ ଯେଉଁମାନେ ଆର୍ଟ୍ସ ପଢ଼ୁଛନ୍ତି ସେମାନେ କେବେ ଜ୍ୟୋତିଷଟାକୁ ଗୋଟେ ଶ୍ରଦ୍ଧାର ସହିତ ଶିଖିବେ ଯେ ନାଇଁ ମୋର +2 ସରିଲା, ଏବେ ମୁଁ ଜ୍ୟୋତିଷ ପଢ଼ିବି। ଡିସିପ୍ଲିନ୍ ହେଇଗଲାଣି, କିନ୍ତୁ ଲୋକ ବେଶୀ ପଢ଼ୁନାହାନ୍ତି, ଯେହେତୁ ମାଡ଼ୁନି। ଆମେ ଯଦି ସମସ୍ତେ +2 ପରେ ଜ୍ୟୋତିଷ ପଢ଼ିବା ତାହେଲେ ସେଇଟା ଭଲ। କିନ୍ତୁ ଆପଣ କହିଲେ ମୁଁ ଜ୍ୟୋତିଷ କାହିଁ ପଢ଼ିବି, ସେ ଜିନିଷ ନାହିଁ। ଆପଣଙ୍କର ଇଣ୍ଟରେଷ୍ଟ, ଯଦି ଇଣ୍ଟରେଷ୍ଟ ଅଛି ତାକୁ ଏମିତି ପାର୍ଟ ଟାଇମ୍ ଭଳିଆ ନ କରିକି ଫର୍ମାଲି ପଢ଼ନ୍ତୁ। ହଉ, ମୁଁ ଆଶା କରେ ବୁଝିପାରୁଥିବେ। ପୁଣି ଆଉ ଥରେ ରିପିଟ୍ କରି କହିଦେଉଛି, ବୃହସ୍ପତି ଆଉ ବୁଧ, ଶୁକ୍ର ସୌକିନ ଜ୍ୟୋତିଷକୁ କରେ ବୋଲି ତାକୁ ମୁଁ ଧରେ ନାହିଁ। କିନ୍ତୁ ଯଦି କିଏ ସୌକିନ ଜ୍ୟୋତିଷ, ଶୁକ୍ର ଭଲ ଥିବ। ଏଇ ଯେଉଁ ସ୍ଥାନ କହିଲି 1, 7 କହୁଛନ୍ତି 8 ଏଇଥିପାଇଁ କହୁଛି ଆଜ୍ଞା, ଜ୍ୟୋତିଷର ଘରଟା ହେଲା 8। ଆଜିକା ଦିନରେ ଯଦିଓ ଜ୍ୟୋତିଷ ଘରଟା ମୁଁ 5ରୁ ଦେଖିବାକୁ କହୁଛି, କାରଣ ଜ୍ୟୋତିଷ ଫର୍ମାଲ ସାଇନ୍ସ ହେଇଗଲା, ଆଗରୁ ଇନଫର୍ମାଲ ବିଦ୍ୟା ଥିଲା। ତେଣୁ 1, 5 କିଛି ମାତ୍ରାରେ 8, 10 ନିଜର କର୍ମ ଏବଂ ଏକାଦଶରେ ଯେକୌଣସି ଗୋଟେ କମ୍ବିନେସନ୍ ରହିଲେ ଭଲ ଆସେ। ଯଦି ଥାଏ ତାହେଲେ ଆପଣ ଜ୍ୟୋତିଷ ବନେଇବାରେ ଭଲ ସଂଯୋଗ ଆସିବ। ଆପଣଙ୍କର ଜାତକରେ ଯଦି ଏଇ ଯୋଗ ନାହିଁ, ତା ମାନେ ନୁହେଁ ଯେ ଆପଣ ଜ୍ୟୋତିଷ ହେଇପାରିବେ ନାହିଁ। ଏଇ ଯୋଗ ଜାତକ ନବାଂଶ କିମ୍ବା ଦଶାଂଶ କୁଣ୍ଡଳୀରେ ଥିବା ଦରକାର। ଦଶାଂଶ ହେଲା ଆପଣଙ୍କର କର୍ମ, ଲଗ୍ନ, ନବାଂଶ ଆଉ ଦଶାଂଶ କୁଣ୍ଡଳୀରେ ଯଦି ଏଇଭଳିଆ କିଛି ଯୋଗ ସୃଷ୍ଟି ହୁଏ, ବୃହସ୍ପତି କେତୁ ରାହୁ ବୁଧ, ବୃହସ୍ପତି ବୁଧ ହେଲେ ଜ୍ଞାନ, କେତୁ ରାହୁ ହେଲେ ଧ୍ୟାନ ସାଇଡ଼୍ର, ତାହେଲେ ସେଟା ଭଲ ରହିବ। ଆକୁ ଆଉ ନେଇକି କିଛି କନଫ୍ୟୁଜ୍ କରିବେନି। ସାର୍ ସୂର୍ଯ୍ୟ ବି ଆମକୁ ଡିସିପ୍ଲିନ୍ ଦିଅନ୍ତି, ମଙ୍ଗଳ ଆମକୁ ବଗଳାମୁଖୀ ସାଧନା କରିବାକୁ ଦିଅନ୍ତି, ଏସବୁ ଜିନିଷ କିଛି ପ୍ରଥମେ ଜ୍ୟୋତିଷକୁ ଆସନ୍ତୁ। ବୃହସ୍ପତି ଆଉ ବୁଧ ପରସ୍ପର ଇନିମିକାଲ, କିନ୍ତୁ ପରସ୍ପର ଭାରି ସପୋର୍ଟିଭ୍। ସେଇଥିଲାଗି ମିଥୁନ ଲଗ୍ନରେ ସବୁବେଳେ କେନ୍ଦ୍ରର ଅଧିପତିଟା ବୃହସ୍ପତିଙ୍କର ଏବଂ ବୃହସ୍ପତିଙ୍କର ଲଗ୍ନରେ କେନ୍ଦ୍ରର ଅଧିପତି ହେଲା ବୁଧ। ଯଦି ବୁଧ ଟିକେ କମ୍ ଅଛି, ଆପଣ ଲେଖାଲେଖି ଭଲ ହେବନି, ଆପଣ କହିପାରିବେନି। ରାଇଟିଂ ଆଣ୍ଡ ସ୍ପିକିଂ ମର୍କ୍ୟୁରି ହିସାବରେ ବୁଧର ଏଟା କାମ, କିନ୍ତୁ ପଢ଼ି ପକେଇବେ ଗୋଟେ ବୃହସ୍ପତି ଭଲ ଥିଲେ। ତେଣୁ ପଢ଼ିବା, ଲେଖିବା ଆଉ କହିବା, ଏ ତିନିଟା ଯେମିତି କୁହାଯାଏ ଅଧ୍ୟୟନ, ଅଧ୍ୟାପନା, ଲେଖନ, ଏ ତିନିଟା ଗୋଟେ ଜ୍ୟୋତିଷର ହେବା ଉଚିତ। ସେଥିପାଇଁ ବୁଧ ବୃହସ୍ପତି, କିନ୍ତୁ ଆପଣଙ୍କୁ ବହୁତ ନିହାତି ଆବଶ୍ୟକ, ନିହାତି ସେ ହେଲା ଧ୍ୟାନ କି ଜ୍ଞାନ। ଆପଣ ସାଧାରଣ ଜୀବନଯାପନରେ ଜ୍ୟୋତିଷ କରିବାଟା ମୋ ମତରେ ଉଚିତ ନୁହେଁ। ତାର ବହୁତ ଗୁଡ଼ିଏ ରେଷ୍ଟ୍ରିକ୍ସନ୍ ଅଛି। ଆସନ୍ତାକାଲି ଆମେ ଦେଖିଲେ ନା ସ୍ନାନ ପୂର୍ଣ୍ଣିମା, ତାହେଲେ ବୁଧବାର ଆପଣ ଗୋଟେ ଭଲ ସାଂସାରିକ ଜୀବନରେ କିଛି ଲୋକ ନାଇଁ ସାର୍, ପୁଅ କହିବ ନାଇଁ ମୁଁ ଆଜି ଆଇଁଷ ଖାଇବି, ଏଇଠି ଦେଖନ୍ତୁ କେତେ କନଫ୍ଲିକ୍ଟ ଆସିଥିଲା। ତ ଏଇଭଳିଆ ଜିନିଷରେ ଆପଣ ଯଦି ପ୍ରସ୍ତୁତ ନାହାନ୍ତି, ତାହେଲେ ଜ୍ୟୋତିଷଟାକୁ ସେ ସୌକିନ ଲେବୁଲରେ ରଖନ୍ତୁ, ଫୁଲ୍ ଟାଇମ୍ ଆଣନ୍ତୁନି। ଯଦି ସୌକିନ ଜ୍ୟୋତିଷକୁ ମୁଁ ସମ୍ପୂର୍ଣ୍ଣ ବିରୁଦ୍ଧ କରେ। ହଉ, ଆଶା କରେ ଆପଣ ବୁଝିପାରିଥିବେ। ଯଦି ଆପଣଙ୍କର କିଛି ଏ ବିଷୟରେ ଡାଉଟ୍ ଅଛି, କମେଣ୍ଟ ସେକ୍ସନରେ ଲେଖନ୍ତୁ। ମୋତେ ଦୟାକରି ସେ ଯେଉଁ ବେକାର ପ୍ରଶ୍ନ ପଚାରନ୍ତୁ ନାହିଁ ଯେ ସାର୍ ଆମର ମେଷ ରାଶିରେ କ'ଣ ଅଛି, ମୋର ଅଷ୍ଟମେଷ ମୋତେ କଷ୍ଟ ଦେଉଛି। ନିଜେ ଅଧା ଜ୍ୟୋତିଷ ହେଇକି ମୋତେ ଉପଚାର ପଚାରିଲେଣି କମେଣ୍ଟରେ।
सीधा से कड़ा कमेंट को सीधा ब्लॉक करदेवी कि जानते कि जनइबा चाहते कमेंट सेक्शन में रखु आउ कि लिखु ना हो आज ये महादेव चाहिए गोटे भिडियो नहीं खूब शीघ्र आप उपस्थित हे आज आज्ञा दिंतु ओम नमः शिवाय।